ଝାରସୁଗୁଡ଼ାର ଯିଏ ଯାହାଙ୍କ ପାଇଁ ଏ ଉପନିର୍ବାଚନ ହେଉଛି ସ୍ୱାସ୍ଥ୍ୟ ମନ୍ତ୍ରୀ ଝାରସୁଗୁଡ଼ାର ପୂର୍ବତନ ବିଧାୟକ ନବ ଦାସଙ୍କୁ ଯେଉଁଭଳି ଭାବରେ ଦିନ ଦ୍ୱିପହରରେ ହତ୍ୟା କରାଗଲା, ଆଜି ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଗୃହ ବିଭାଗରେ ଥାଇ ତାଙ୍କର ହତ୍ୟାର ଖୁଲାସା କରିପାରିଲେନି। ସେଥିପାଇଁ ସେ ଯେଉଁ ମୁଖ୍ୟମନ୍ତ୍ରୀ ମାନେ ଜଣେ ସମ୍ବେଦନଶୀଳ ବିଭାଗର ମନ୍ତ୍ରୀ ହତ୍ୟା ହେଇଯାଉଛନ୍ତି, ତାଙ୍କ ହତ୍ୟାର ଖୁଲାସା ହେଇପାରୁନି, ତାହେଲେ ସିଏ ଇଏ ସାରା ରାଜ୍ୟରେ କୁଢ଼ କୁଢ଼ ପୀଡ଼ିତ ପରିବାରଙ୍କୁ କିଭଳି ଭାବରେ ନ୍ୟାୟ ଦେବେ? ସେଥିପାଇଁ ଆମେ ଝାରସୁଗୁଡ଼ା ଗସ୍ତ କରିଛୁ। ଝାରସୁଗୁଡ଼ା ଗସ୍ତ କରିକି ପ୍ରତ୍ୟେକ ଛକ ଛକରେ ଆମେ ନେମପ୍ଲେଟ୍ ବାଣ୍ଟୁଛୁ। ଏଥିରେ ଏହା ଲେଖା ହେଇଛି ଯେ ନରହତ୍ୟାକାରୀ ସରକାର ହଟାନ୍ତୁ, ଓଡ଼ିଶା ବଞ୍ଚାନ୍ତୁ ଏବଂ ଝାରସୁଗୁଡ଼ା ବଞ୍ଚାନ୍ତୁ। କାରଣ ଏଠି ନରହତ୍ୟାକାରୀ ସରକାର 25 ବର୍ଷର ସରକାର, ଏଠି ଗଣ୍ଡା ଗଣ୍ଡା ଆପଣ ଦେଖନ୍ତୁ ସବୁ ମାନେ ଅରୁଣ ସାହୁ ପରି ହତ୍ୟାକାଣ୍ଡରେ ଅଭିଯୁକ୍ତ, ମୋ ସାନ ଭାଇର ହତ୍ୟାକାଣ୍ଡରେ ଏବଂ ମମିତା ମେହରର ହତ୍ୟାକାଣ୍ଡରେ ପୂର୍ବତନ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଅଭିଯୁକ୍ତ, ବିପିନ ମଲ୍ଲିକ ହତ୍ୟାକାଣ୍ଡରେ ଆଳିରେ ପ୍ରତାପ ଦେବ ଇଏ ଅତନୁକୁ କଥା ନ କହିବା ଭଲ, ସେ ଚାରିଟା ହତ୍ୟା କରିଛନ୍ତି ସେଠି ତାଙ୍କ ଏରିଆରେ। ଏବଂ ସମ୍ବିତ ରାଉତରାୟ ଯିଏ ରହିଲେ ପାରାଦୀପ ବିଧାୟକ, ତାଙ୍କ ଅଞ୍ଚଳରେ ସେ ଦିଟା ହତ୍ୟା କରିଛନ୍ତି, ଉଲ୍ଲାସ ଜେନା ହତ୍ୟାକାଣ୍ଡ ଏବଂ ମୋ ସାନ ଭାଇ ହତ୍ୟାକାଣ୍ଡରେ ସେ ଚାପ ପକେଇଥିଲେ। ଏ ସବୁ ହତ୍ୟାକାରୀ ମନ୍ତ୍ରୀମାନେ ଆଜି ପ୍ରଚାରର ମଙ୍ଗ ଧରିଛନ୍ତି। ସେମାନେ ଆସି ଝାରସୁଗୁଡ଼ା ବାସୀଙ୍କୁ ଯେଉଁଭଳି ଭାବରେ ମିଛ ପ୍ରତିଶ୍ରୁତି ଦେଇକରି ପ୍ରଲୋଭନ ଦେଖାଉଛନ୍ତି, ସେଥିପାଇଁ ଆମେ ଆଜି ଛକ ଛକରେ ଇଏ କାର୍ଯ୍ୟକ୍ରମ ରଖିଛୁ। ଆଉ ପ୍ରତ୍ୟେକ ଛକରେ ଆମେ ପ୍ରଚାର ପ୍ରସାର କରୁଛୁ ଯେ ନରହତ୍ୟାକାରୀ ସରକାର ହଟାଅ, ଓଡ଼ିଶା ବଞ୍ଚାଅ।